ଶ୍ରୀ ଜଗନ୍ନାଥ। ଆପଣମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା। 2026 ମସିହାର ରାକ୍ଷୀ ପୂର୍ଣ୍ଣିମା 2026 ମସିହାର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ। ରାକ୍ଷୀ ପୂର୍ଣ୍ଣିମା କେଉଁ ଦିନ? ଭାଇଙ୍କ ହାତରେ ରାକ୍ଷୀ କେଉଁ ସମୟରେ ବାନ୍ଧିବେ? ଭଦ୍ରା କେତେବେଳେ ରହିବ? 28 ଅଗଷ୍ଟରେ ଚନ୍ଦ୍ରଗ୍ରହଣ ହେଉଛି ବୋଲି ଯେଉଁ କଥା ଶୁଣାଯାଉଛି ତାହା ସତ ତ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ, ଭାରତରେ ଏହି ଚନ୍ଦ୍ରଗ୍ରହଣର ସୂତକ ଲାଗିବ କି ନାହିଁ? ଆଜିର ଏହି ସମ୍ପୂର୍ଣ୍ଣ ଭିଡ଼ିଓରେ ଆମେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହେଲେ ଆସନ୍ତୁ ଜାଣିବା, ରାକ୍ଷୀ ପୂର୍ଣ୍ଣିମା 2026ରେ କେବେ? 2026 ମସିହାର ରାକ୍ଷୀ ପୂର୍ଣ୍ଣିମା ପଡ଼ୁଛି ଶୁକ୍ରବାର 28 ଅଗଷ୍ଟ 2026। ଏହି ଦିନ ଶ୍ରାବଣ ପୂର୍ଣ୍ଣିମା। ପଞ୍ଚାଙ୍ଗ ଅନୁସାରେ ପୂର୍ଣ୍ଣିମା ତିଥି 27 ଅଗଷ୍ଟ ସକାଳ ପ୍ରାୟ 9ଟା 8 ମିନିଟ୍ରୁ ଆରମ୍ଭ ହୋଇ 28 ଅଗଷ୍ଟ ସକାଳ ପ୍ରାୟ 9ଟା 48 ମିନିଟ୍ରେ ଶେଷ ହେଉଛି। ଅର୍ଥାତ୍ 28 ଅଗଷ୍ଟ ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ ହେବ। ତାହେଲେ ଭଦ୍ରା କେବେ? ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକୁ ନେଇ ଲୋକଙ୍କ ମନରେ ସବୁଠାରୁ ଅଧିକ ଦ୍ୱନ୍ଦ୍ୱ ଥାଏ। ପରମ୍ପରା ଅନୁସାରେ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବା ଭଳି ଶୁଭ କାର୍ଯ୍ୟ ଏଡ଼ାଇବାକୁ କୁହାଯାଇଛି। କିନ୍ତୁ 2026ରେ ଭଲ କଥା ହେଉଛି, 28 ଅଗଷ୍ଟ ସକାଳ ହେବା ପୂର୍ବରୁ ଭଦ୍ରା ଶେଷ ହୋଇଯାଉଛି। ତେଣୁ 28 ଅଗଷ୍ଟ ସକାଳେ ରାକ୍ଷୀ ବାନ୍ଧିବା ପାଇଁ ଭଦ୍ରାର ବାଧା ଆସୁନାହିଁ। ତାହେଲେ ରାକ୍ଷୀ କେଉଁ ସମୟରେ ବାନ୍ଧିବେ? ଓଡ଼ିଶାର ବିଭିନ୍ନ ସ୍ଥାନରେ ସୂର୍ଯ୍ୟୋଦୟ ଅନୁସାରେ ମୁହୂର୍ତ୍ତରେ ଅଳ୍ପ ତଫାତ ରହିପାରେ। ଉଦାହରଣ ସ୍ୱରୂପ ପୁରୀ ପାଇଁ ରାକ୍ଷୀ ବାନ୍ଧିବା ସମୟ ପ୍ରାୟ ସକାଳ 5ଟା 30 ମିନିଟ୍ରୁ 9ଟା 48 ମିନିଟ୍ ପର୍ଯ୍ୟନ୍ତ। ତେଣୁ ଆପଣ ପୁରୀ କିମ୍ବା ଓଡ଼ିଶାର ଅନ୍ୟ ସ୍ଥାନରେ ରହୁଥିଲେ ନିଜ ଅଞ୍ଚଳର ପଞ୍ଚାଙ୍ଗର ସ୍ଥାନୀୟ ସମୟକୁ ପ୍ରାଥମିକତା ଦିଅନ୍ତୁ। ରାକ୍ଷୀ ପୂଜା ଥାଳିରେ କ'ଣ ରଖିବେ? ରାକ୍ଷୀ ପୂର୍ଣ୍ଣିମା ଦିନ ଏକ ସଫା ଥାଳି ନିଅନ୍ତୁ। ସେଥିରେ ରଖନ୍ତୁ ରାକ୍ଷୀ, ଚନ୍ଦନ, ଅକ୍ଷତ, ଫୁଲ, ଦୀପ, ଧୂପ ଓ କିଛି ମିଠା ଏବଂ ଭଗବାନଙ୍କ ପାଇଁ ନୈବେଦ୍ୟ। ପ୍ରଥମେ ଭଗବାନଙ୍କୁ ପ୍ରଣାମ କରନ୍ତୁ ଏବଂ ରାକ୍ଷୀକୁ ପ୍ରଥମେ ଭଗବାନଙ୍କୁ ଚଢ଼ାନ୍ତୁ। ତାପରେ ଭାଇଙ୍କୁ ଆସନରେ ବସାଇ ତିଲକ ଲଗାନ୍ତୁ, ଅକ୍ଷତ ଦିଅନ୍ତୁ। ତାପରେ ରାକ୍ଷୀ ବାନ୍ଧନ୍ତୁ ଏବଂ ମିଠା ଖୁଆନ୍ତୁ। ତାହେଲେ ରାକ୍ଷୀର ଆଧ୍ୟାତ୍ମିକ ଅର୍ଥ କ'ଣ ଆସନ୍ତୁ ଜାଣିବା। ରାକ୍ଷୀ କେବଳ ଗୋଟିଏ ସୂତା ନୁହେଁ ଆଜ୍ଞା। ଏହା ହେଉଛି ଭଲ ପାଇବାର ପ୍ରତୀକ, ବିଶ୍ୱାସର ପ୍ରତୀକ, ପରିବାରର ଏକତାର ପ୍ରତୀକ ଏବଂ ପରସ୍ପର ମଙ୍ଗଳ କାମନାର ପ୍ରତୀକ। ଭଉଣୀ ଭାଇଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ ପାଇଁ ଏହି ଦିନ ପ୍ରାର୍ଥନା କରେ। ଭାଇ ମଧ୍ୟ ଭଉଣୀଙ୍କ ସୁଖ, ସମ୍ମାନ, ସୁରକ୍ଷା ପାଇଁ ନିଜ ସ୍ନେହ ପ୍ରକାଶ କରେ। ରାକ୍ଷୀ ପୂର୍ଣ୍ଣିମାର ପୌରାଣିକ କଥା ଆସନ୍ତୁ ଜାଣିବା। ରାକ୍ଷୀ ସହିତ ଜଡ଼ିତ ଅନେକ ପୌରାଣିକ କଥା ପ୍ରଚଳିତ ଅଛି। ସେଥିମଧ୍ୟରୁ ଭଗବାନ ଇନ୍ଦ୍ର ଏବଂ ଇନ୍ଦ୍ରାଣୀଙ୍କ କଥା ଅନ୍ୟତମ। ପୌରାଣିକ ପରମ୍ପରାରେ କୁହାଯାଏ ଯେ ଦେବାସୁର ଯୁଦ୍ଧ ସମୟରେ ଇନ୍ଦ୍ରଙ୍କ ରକ୍ଷା ଓ ବିଜୟ ପାଇଁ ଇନ୍ଦ୍ରାଣୀ ପବିତ୍ର ସୂତା ବାନ୍ଧିଥିଲେ। ଏହି କାହାଣୀ ଆମକୁ ଗୋଟିଏ କଥା ଶିଖାଏ, ପବିତ୍ର ମନରେ କରାଯାଇଥିବା ପ୍ରାର୍ଥନା ଓ ଆଶୀର୍ବାଦର ମହତ୍ତ୍ୱ ବହୁତ ବହୁତ ଅଧିକା ଆଜ୍ଞା। ତେଣୁ ରାକ୍ଷୀ ଦିନ ଚନ୍ଦ୍ରଗ୍ରହଣ ହେଉଛି କି ନାହିଁ ଆସନ୍ତୁ ଜାଣିବା। ଏବେ ଆସନ୍ତୁ ଆଜିର ଭିଡ଼ିଓରେ ସବୁଠାରୁ ଜରୁରୀ ପ୍ରଶ୍ନକୁ ଜାଣିବା। ହଁ ଆଜ୍ଞା, 28 ଅଗଷ୍ଟ 2026ରେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ଘଟୁଛି। କିନ୍ତୁ ଏଠାରେ ଏକ ବଡ଼ କଥା ରହିଛି। ଏହି ଚନ୍ଦ୍ରଗ୍ରହଣ ଭାରତକୁ ଦୃଶ୍ୟମାନ ହେବ କି ନାହିଁ? ଏହାର ଗ୍ରହଣ ପର୍ଯ୍ୟାୟ ଭାରତୀୟ ସମୟ ଅନୁସାରେ ସକାଳ ସମୟରେ ଘଟିବ। ସର୍ବାଧିକ ଗ୍ରହଣ ପ୍ରାୟ ସକାଳ 9ଟା 43 ମିନିଟ୍ ସମୟରେ ହେବ। କିନ୍ତୁ ସେହି ସମୟରେ ଭାରତରୁ ଚନ୍ଦ୍ର ଦୃଶ୍ୟମାନ ନଥିବାରୁ ଏଠାରୁ ଗ୍ରହଣ ଦେଖାଯିବ ନାହିଁ। ଭାରତରେ ସୂତକ ଲାଗିବ କି? ଏହି ପ୍ରଶ୍ନଟି ବହୁତ ଜରୁରୀ। ପାରମ୍ପରିକ ହିନ୍ଦୁ ପଞ୍ଚାଙ୍ଗ ମତ ଅନୁସାରେ ଯେଉଁ ସ୍ଥାନରେ ଗ୍ରହଣ ଦୃଶ୍ୟମାନ ହୁଏ ନାହିଁ ସେଠାରେ ସାଧାରଣତଃ ସୂତକ କାଳ ଲାଗୁ କରାଯାଏ ନାହିଁ। ତେଣୁ 28 ଅଗଷ୍ଟ 2026ର ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ନଥିବାରୁ ଏଠାରେ ସୂତକ କାଳ ଲାଗୁ ହେବ ନାହିଁ। ଏହି କଥା ମନେ ରଖନ୍ତୁ। ଅର୍ଥାତ୍ ଏହି କାରଣରୁ ଭାରତରେ ରାକ୍ଷୀ ପୂର୍ଣ୍ଣିମାର ସାଧାରଣ ପୂଜା ଓ
ରାକ୍ଷୀ ବାନ୍ଧିବା ପର୍ଯ୍ୟନ୍ତ ବନ୍ଦ କରିବାର ଆବଶ୍ୟକତା ଆଦୌ ନାହିଁ। ତାହେଲେ ଗୋଟିଏ ଜରୁରୀ କଥା ଶୁଣନ୍ତୁ। ଗ୍ରହଣ ସମୟ ସମ୍ବନ୍ଧୀୟ ଧାର୍ମିକ ନିୟମ ଅଞ୍ଚଳ, ପରିବାରର ପରମ୍ପରା ଏବଂ ପଞ୍ଚାଙ୍ଗ ଅନୁସାରେ ଭିନ୍ନ ହୋଇପାରେ। ତେଣୁ ଯଦି ଆପଣଙ୍କ ପରିବାରରେ କୌଣସି ବିଶେଷ ପରମ୍ପରା ରହିଛି, ତାହାକୁ ମାନିବା ପାଇଁ ନିଜ ପରିବାରର ପୁରୋହିତ କିମ୍ବା ସ୍ଥାନୀୟ ପଞ୍ଚାଙ୍ଗ ସହିତ ମେଳ କରିନିଅନ୍ତୁ। ଆପଣଙ୍କ ଘରେ ଯାହା ବି କିଛି ପୂଜା ପଦ୍ଧତି ଅଛି, ଆପଣମାନେ ସେହି ଅନୁସାରେ ପୂଜା କରନ୍ତୁ। ଭାଇ ଭଉଣୀଙ୍କ ଭାବପୂର୍ଣ୍ଣ ମୁହୂର୍ତ୍ତ। ରାକ୍ଷୀର ସବୁଠାରୁ ସୁନ୍ଦର କଥା ହେଉଛି ଆଜ୍ଞା, ଏହା ଦୂରତାକୁ କମାଇ ଦିଏ। ଭଉଣୀ ବିବାହ ପରେ ଅନ୍ୟ ଘରକୁ ଚାଲି ଯାଇପାରେ, କିନ୍ତୁ ଭାଇ ମଧ୍ୟ ନିଜ ଜୀବନରେ ବ୍ୟସ୍ତ ହୋଇଯାଏ। କିନ୍ତୁ ବର୍ଷକୁ ଥରେ ଆସୁଥିବା ଏହି ରାକ୍ଷୀ ପୂର୍ଣ୍ଣିମା ସେହି ପିଲାଦିନର ସ୍ମୃତିକୁ ପୁଣି ଫେରାଇ ଆଣେ। ସେଥିପାଇଁ ଏହି ଦିନ କେବଳ ରାକ୍ଷୀ ବାନ୍ଧିବାର ଦିନ ନୁହେଁ ଆଜ୍ଞା, ଏହା ହେଉଛି ସମ୍ପର୍କକୁ ପୁଣି ଥରେ ମନେ ପକାଇବାର ଦିନ। ଭଗବାନଙ୍କ ନିକଟରେ ପ୍ରାର୍ଥନା। ଆସନ୍ତୁ ଏହି ପବିତ୍ର ଦିନରେ ଆସନ୍ତୁ ଆମେ ପ୍ରାର୍ଥନା କରିବା। ସମସ୍ତେ ମିଶିକି କହିବା ଆସନ୍ତୁ ତାହେଲେ, ହେ ପ୍ରଭୁ ଜଗନ୍ନାଥ, କିମ୍ବା ଆପଣଙ୍କ ଯେକୌଣସି ଇଷ୍ଟ ତାଙ୍କୁ ଆପଣ ସ୍ମରଣ କରିପାରିବେ। ତାହେଲେ କୁହନ୍ତୁ, ମୋ ସହିତ କୁହନ୍ତୁ, ହେ ପ୍ରଭୁ ଜଗନ୍ନାଥ, ସମସ୍ତ ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ଭଲ ପାଇବା ସଦା ସଦା ଅତୁଟ ରହୁ। ସମସ୍ତ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ରହୁ। ଯେଉଁ ଭାଇ ଭଉଣୀ ଦୂରରେ ଅଛନ୍ତି, ସେମାନଙ୍କ ସମ୍ପର୍କ ମଧ୍ୟ ଭଲ ପାଇବାରେ ଭରି ରହୁ। ପ୍ରଭୁ ସମସ୍ତଙ୍କୁ ସୁସ୍ଥ ଓ ସୁଖୀ ରଖନ୍ତୁ। ଜୟ ଶ୍ରୀ ଜଗନ୍ନାଥ। ତେବେ ଆଜିର ଏହି ଭିଡ଼ିଓରେ ଆପଣ ଜାଣିଲେ 2026 ରାକ୍ଷୀ ପୂର୍ଣ୍ଣିମାର ତାରିଖ, ପୂର୍ଣ୍ଣିମା ତିଥି, ଭଦ୍ରାର ସ୍ଥିତି, ରାକ୍ଷୀ ବାନ୍ଧିବାର ସମୟ, ଚନ୍ଦ୍ରଗ୍ରହଣର ସତ୍ୟ ଏବଂ ଭାରତରେ ସୂତକ ଲାଗିବ କି ନାହିଁ। ଭିଡ଼ିଓଟି ଯଦି ଆପଣଙ୍କୁ ଉପକାରୀ ଲାଗିଥାଏ, ତେବେ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ। ଆପଣଙ୍କ ଭାଇ କିମ୍ବା ଭଉଣୀଙ୍କ ସହିତ ଏବଂ ବନ୍ଧୁବାନ୍ଧବଙ୍କ ସହିତ ଏହି ଭିଡ଼ିଓଟିକି ନିଶ୍ଚୟ ସେୟାର କରନ୍ତୁ। ଏଭଳି ପଞ୍ଚାଙ୍ଗ, ପର୍ବପର୍ବାଣୀ ଏବଂ ସନାତନ ଧର୍ମ ସମ୍ବନ୍ଧୀୟ ତଥ୍ୟ ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ନିଜ ଭାଇ କିମ୍ବା ଭଉଣୀଙ୍କର ନାମ ଲେଖନ୍ତୁ, ଜୟ ଶ୍ରୀ ଜଗନ୍ନାଥ ଲେଖନ୍ତୁ ଏବଂ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣ ଓ ଆପଣଙ୍କ ପରିବାର ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ସଦାସର୍ବଦା ରହିଥାଉ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ହରି।